ଆପଣଙ୍କ ପରିଚୟଟା ମାନେ ରଶ୍ମିରଞ୍ଜନ କ'ଣ କହିବେ ଆଜି ଯେଉଁ ଭାରତ ଅଖଣ୍ଡ ଭାରତ ସଂକଳ୍ପ ଦିବସ କାର୍ଯ୍ୟକ୍ରମ ଚାଲିଥିଲା? ଦେଖନ୍ତୁ, ଭାରତବର୍ଷ ଦିନେ ବିଶ୍ୱଗୁରୁ ଥିଲା ବୋଲି ମୁଁ କହୁଛି। ଭାରତରେ କ'ଣ ନଥିଲା, ଭାରତରେ ସବୁକିଛି ଥିଲା। ତେଣୁ ଆଜି ଭାରତରେ ବହୁତ ଦେଶ ଏମିତି ମାନେ 1947 ମସିହା ପୂର୍ବରୁ ସ୍ୱାଧୀନତା ଥିଲା। ସ୍ୱାଧୀନତା ବୋଲି କହୁଛେ 1947 ମସିହା ଅଗଷ୍ଟ 15। ତା'ର ପୂର୍ବରୁ ମଧ୍ୟ ଭାରତ ବହୁ ଦେଶର ସମାହାର ଥିଲା ଭାରତ। କିନ୍ତୁ ତା ପୂର୍ବ ରାତ୍ରିରେ ପାକିସ୍ତାନ, ତାହା ପୂର୍ବରୁ ଆଫଗାନିସ୍ତାନ, ବର୍ମା, ଏମିତି ନେପାଳ, ବାଂଲାଦେଶ ଏମିତି ନାମରେ ଭାରତର ବହୁ ଦେଶ ଥିଲା। ତେଣୁ ଭାରତ ମାନେ ଖଣ୍ଡିତ ହୋଇଗଲା। ଆଜିର ଯେଉଁ ସ୍ୱାଧୀନତାର ଆମେ ସ୍ୱାଦ ଚାଖୁଛେ, ସମସ୍ତେ ବିଖଣ୍ଡିତ ଭାରତର ସ୍ୱାଦ ସମସ୍ତେ ଆମେ ଚାଖୁଛେ। କିନ୍ତୁ ଆଜିର ଯୁବ ସମାଜ ମଧ୍ୟରେ ଏକ ପୁଣି ଆହ୍ୱାନ ଯେ କି ଆଗାମୀ ଦିନରେ ପୁଣି ଭାରତବର୍ଷ ପୁଣି ତା'ର ସ୍ମରଣପୂର୍ବକ ପୁଣି ସବୁ ରାଷ୍ଟ୍ର ପୁଣି ଭାରତ ପାଖକୁ ଫେରିଆସୁ, ପୁଣି ଗୋଟିଏ ପରିବାର ଭାବରେ ଆମେ ଯେମିତି ଚାଲୁଛୁ ସମସ୍ତେ ସେଭଳି ଭାବରେ ଚାଲନ୍ତୁ। ପରିବାର ଆଜି ଭାଙ୍ଗିଯାଇଛି। ସେତେବେଳର ଯେଉଁ ନେତୃବର୍ଗ ବା ରାଷ୍ଟ୍ରବାଦର ବିଚାର ନଥିବା କାରଣରୁ ପ୍ରରୋଚନାରେ ପଡ଼ିକରି ଯେମିତି ଭାବରେ ଭାରତବର୍ଷକୁ ବିଖଣ୍ଡିତ କରିଦେଲେ, ସେଇଟା ଭାରିକି ଆମକୁ ପୀଡ଼ା ଦେଉଛି। ମହାମନୁଷ୍ୟମାନେ ଯେଉଁ ସ୍ୱପ୍ନ ଦେଖିଥିଲେ ପୁଣି ଭାରତବର୍ଷ ଅଖଣ୍ଡ ହେବ, ଏ ପ୍ରକାର ସ୍ୱପ୍ନ ମଧ୍ୟ ପ୍ରତି ଯୁବପିଢ଼ି ଆଜିର ଦିନରେ ଦେଖୁଛି। ବା ସେହି ପ୍ରକାର ସଂକଳ୍ପକୁ ଆମେ ସଂକଳ୍ପ ସମସ୍ତ ଯୁବପିଢ଼ି ମଧ୍ୟରେ ଆଣିବାକୁ ଚାହୁଁଛୁ ଯେ କି ପୁଣି ଭାରତବର୍ଷ ପୁଣି ଅଖଣ୍ଡ ଭାବରେ ଅଖଣ୍ଡିତ ହେଉ, ଏହି ପ୍ରକାର ସଂକଳ୍ପର ଆଜି ଦିବସ ଥିଲା 14 ତାରିଖ। ତେଣୁକରି ସେଥିପାଇଁ 14 ତାରିଖ ପୂର୍ବ ରାତିରେ ଯେମିତି 15 ଅଗଷ୍ଟ ସ୍ୱାଧୀନତା ପୂର୍ବରୁ ଯେମିତି 14ରେ ଯେମିତି ଭାରତବର୍ଷ ଅଖଣ୍ଡିତ ହୋଇଥିଲା, ସେହିଭଳି ଭାବରେ ପୁଣି ଯୋଡ଼ି ହୋଇଯାଉ ଭାରତବର୍ଷର ସବୁ ଦେଶ, ପୁଣି ଭାରତବର୍ଷ ସାରା ସମଗ୍ର ବିଶ୍ୱ ମାର୍ଗଦର୍ଶନ କରୁ। ଏହି ପ୍ରକାର ପ୍ରେରଣା ଯୁବ ସମାଜ ଭିତରେ ଏକ ଯୁବକମାନଙ୍କୁ ଗୋଟେ ଆହ୍ୱାନ ପୂର୍ବକ ସମାବେଶ କରିଥିଲେ।